ମୁଁ ଇତେଶ ପ୍ରଧାନ, राज्य स्मार्ट सिटी ऑनलाइन ऑटो एंड टैक्सी ग्रुप ର ସଭାପତି। ମାନେ ଦୋଷୀ ତାଙ୍କ ସହିତ ଆରେଷ୍ଟ ହେଇନି। ଯୋଉ ଭୟର ବାତାବରଣରେ ଯୋଉମାନେ ନିରୀହ ଅଟୋ ଚାଳକ ଅଛନ୍ତି, ଯୋଉମାନେ ଷ୍ଟ୍ରାଇକ ରେ ନଥିଲେ, ହଜାର ହଜାର ସଂଖ୍ୟାରେ ସେମାନେ ମଧ୍ୟ ଭୟରେ ଗାଁ ଗହଳିକୁ ପଳେଇଲେଣି, ଯାହା ଦ୍ୱାରା କି ବ୍ୟାପକରେ ହଇରାଣ ହଉଛନ୍ତି ସାଧାରଣ ଜନତା। ଯୋଉମାନେ ଗୋଟେ ଗମନାଗମନରେ ଗୋଟେ ପ୍ରୋବ୍ଲେମ ମଧ୍ୟ କ୍ରିଏଟ ହେଇଛି। ଭୁବନେଶ୍ୱର ଭଳିଆ ଗୋଟେ ରାଜଧାନୀ, ଆମର ସୁନ୍ଦର ସୁରକ୍ଷିତ ଜାଗା, ସେଠି ଲୋକ ନାଇଁ ନଥିବା ହଇରାଣ ହଉଛନ୍ତି। ମୁଁ ଆପଣ ମାନଙ୍କ ମାଧ୍ୟମରେ ମୋର ଅଟୋ ଚାଳକ ଭାଇ ମାନଙ୍କୁ ନିବେଦନ କରିବି, ଶାନ୍ତି ଶୃଙ୍ଖଳା ବଜାୟ ରଖିକି ଅଟୋ ଚଲାନ୍ତୁ ଏବଂ ଲୋକଙ୍କ ସେବା କରନ୍ତୁ। ଏବଂ ଶାନ୍ତି ଶୃଙ୍ଖଳା ମୁଖ୍ୟ ଜିନିଷ ରକ୍ଷା କରିବା ଦରକାର। ଯୋଉ ବିଶୃଙ୍ଖଳା ପରିସ୍ଥିତି ହେଲା ତା ପାଇଁ ମଧ୍ୟ ମୁଁ ଦୁଃଖିତ। ମୁଁ ଏଇ ଘଟଣାକୁ ପୁରା ତୀବ୍ର ନିନ୍ଦା ମଧ୍ୟ କରୁଛି। ଦୀନବନ୍ଧୁ ବାବୁ ଯୋଉ ପ୍ରକାର ଉତ୍ତେଜନାପୂର୍ଣ୍ଣ କଥା କହୁଥିଲେ, ତାଙ୍କୁ ଏ କଥା କହିବା ପାଇଁ କୋଉଠି ସେ ପ୍ରୋତ୍ସାହନ ପାଇଲେ? ଦେଖନ୍ତୁ, ମୁଁ ଯେତେବେଳେ ଏମାନେ ଷ୍ଟ୍ରାଇକ କରିବା କଥା ଉଠାନ୍ତି, ମୁଁ ଆଙ୍କୁ ବିରୋଧ କରିଛି। ଏଇ ଯୋଉ ଓଲା, ଉବେର, ରାପିଡୋ, ଯୋଉ ପ୍ରାଇଭେଟ ସଂସ୍ଥା ମାନଙ୍କ ଉପରେ ଯୋଉ ଏମାନେ ଆଲିଗେସନ ଆଣୁଛନ୍ତି, ଏଠି ସରକାର କଣ କରିବେ? ସରକାର ତ କିଛି କରିପାରିବେନି। ତ ତାଙ୍କୁ ମୁଁ ମଧ୍ୟ ସେତେବେଳେ ମଧ୍ୟ ପ୍ରସ୍ତାବ ଦେଇଥିଲି, ଆମେ ହାଇକୋର୍ଟ ଯିବା, ପିଆଇଏଲ ଫାଇଲ କରିବା, ତମ ମୁଦ୍ଦା ପାଇଁ କୋର୍ଟର ଆଶ୍ରୟ ନେବା। ସେ ପ୍ରାଇଭେଟ କମ୍ପାନୀ ଉପରେ କୋର୍ଟ ଗାଇଡ ଲାଇନ ଆଣିବ, ତାପରେ ତାକୁ ଆମେ ସେଇ ହିସାବରେ ଯିବା। କିନ୍ତୁ ସେମାନେ ଶୁଣିଲେ ନାହିଁ ଆମର କୌଣସି କଥା। ତାପରେ ଏ ଷ୍ଟ୍ରାଇକ କଲେ 20ଟା ସଂଗଠନ ସହିତ ମିଶିକି, ଯାହା ପରିସ୍ଥିତି ହେଲା ତ ବହୁତ ଦୁଃଖଦ ପରିସ୍ଥିତି। ତ ମୁଁ ଅନୁରୋଧ କରିବି, ଗରିବ ଅଟୋ ଚାଳକ ଭାଇ ମାନଙ୍କ ପରିବାରର କଣ୍ଡିସନ ମଧ୍ୟ ବହୁତ ଖରାପ। ଜେଲରେ ଯୋଉମାନେ ଅଛନ୍ତି ତା ଦେହରେ କିଛି ପରିବାରରେ ମଧ୍ୟ 2ଟା ପ୍ରେଗନେଣ୍ଟ ଥିବା ଲେଡି ମଧ୍ୟ 2ଟା ଅଛନ୍ତି, ସିଙ୍ଗଲ ଓମେନ, ତାଙ୍କର କେହି ନାହାନ୍ତି ପାଖରେ। ଜଣଙ୍କର ବାପାଙ୍କର ପାରାଲିସିସ୍, କିଛି ଏମିତି ଫାଇନାନ୍ସିଆଲି କଣ୍ଡିସନ ବହୁତ ଖରାପ। ଫାଇନାନ୍ସିଆଲି କଣ୍ଡିସନ ଏତେ ଖରାପ, ତଥାପି ବି ଯଦି କହିବା, ସେଦିନ ସମସ୍ତେ ଦେଖିଛନ୍ତି, ମାନେ ପଥର ମାଡ କରିବା, ଯଦି କହିବା ରାଜସ୍ୱ ହାନି କରିବା, ଗୁଣ୍ଡା କହିବା, ଏ ସବୁ ଜିନିଷ ସମସ୍ତେ ଦେଖିଛନ୍ତି। ପୁଣି ତାପରେ ପୋଲିସ ଉପରକୁ ବି ପଥର ମାଡ କରି ସମ୍ପୂର୍ଣ୍ଣ ଭୁଲ। ଏଇଥିରେ ଥିବା ଯୋଉମାନେ ମୁଖ୍ୟ ଦୋଷୀ, ଯୋଉମାନଙ୍କର ଫଟୋ ଭିଜୁଆଲ ଅଛି, ପୋଲିସ ତାଙ୍କ ଉପରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ନବା ଦରକାର। କାହିଁକି ନା ଏ ସଂଗଠନରେ ସମସ୍ତ ସଦସ୍ୟ ସେଇଭଳିଆ ଲୋକ ନୁହନ୍ତି। ଦୀନବନ୍ଧୁ ନାୟକର ଯୋଉ ଆସୋସିଏସନ କଥାକୁ ନ ମାନିକି, କାହା କଥାକୁ ନ ଶୁଣିକି, ନିଜେ ମନମାନି କରିକି ଯୋଉ ଭଳି ଭାବରେ ପରିସ୍ଥିତି ଘଟାଇଲେ, ଆଜି ତାର ରେଜଲ୍ଟ ଆସିଛି, ଆପଣ ମାନଙ୍କ ସମ୍ମୁଖରେ ସବୁ ଅଛି। ତ ଏଇଟା ଗୋଟେ ଦୁଃଖ। କାହାର ପ୍ରବଚନା ଏଠି କାହାର ଦୋଷ ଦେଇକି କିଛି ଲାଭ ହିଁ ନାହିଁ। ଯେତେବେଳେ ଆସୋସିଏସନରେ ବହୁତ କର୍ମକର୍ତ୍ତା ମଧ୍ୟ ଆକୁ ବିରୋଧ କରିଥିଲେ, ଏଇ ଜିନିଷ ଏଇ ପ୍ରକାରର କାମ କରିବାର ନାହିଁ, ଷ୍ଟ୍ରାଇକ ହେଲେ ଏଥିରେ ଫଳପ୍ରଦ ରେଜଲ୍ଟ ମିଳିବାର ନାହିଁ। ଯେତେବେଳେ ଦେଖନ୍ତୁ, ଗୋଟେ ପ୍ରାଇଭେଟ କମ୍ପାନୀ ଅଣ୍ଡରରେ ଯଦି ତମେ ଅଟୋ ଚଲାଉଛ, ତାହେଲେ ସେଠି ସରକାର କଣ କରିବେ? ତ ସେ ଜାଗାରେ ସରକାରଙ୍କୁ ଘେରିବାର ବି କୌଣସି ପ୍ରଶ୍ନ ନାହିଁ। ଏଠି ପୋଲିସ ଉପରକୁ ହାତ ଉଠେଇବାର କାରଣ ବି କିଛି ନାହିଁ। ତ ଯୋଉ ଘଟଣା ଘଟିଛି, ଏଥିରେ ଯୋଉମାନେ ଦୋଷୀ ମୁଖ୍ୟ ଅଭିଯୁକ୍ତ ତ ଦୀନବନ୍ଧୁ ନାୟକକୁ ପୋଲିସ ଗିରଫ କରିଛି। ଏବଂ କିନ୍ତୁ ଏଇ ଯୋଉ ସଭାପତି, ଆପଣଙ୍କୁ କିଛି ଇଣ୍ଟିମେସନ ଆସିନି ପୋଲିସ ତରଫରୁ? ଶୁଣନ୍ତୁ, ମୁଁ ଯେତେବେଳେ ପ୍ରତ୍ୟାଖ୍ୟାନ କଲି 2 ମାସ ହେଲାଣି, ମୁଁ ମନା କରିଥିଲି ଏ ପ୍ରକାର ଜିନିଷରେ ମୋର କୌଣସି ସମର୍ଥନ ନାହିଁ। ମୋ ସହିତ ମଧ୍ୟ ଅଟୋ ଆସୋସିଏସନରେ ଥିବା ହଜାର ହଜାର ସଂଖ୍ୟା ମେମ୍ବର ମଧ୍ୟ ଏହାକୁ ବିରୋଧ କରିଥିଲେ, ଯାହା ଫଳରେ କି 20ଟାରୁ ଉର୍ଦ୍ଧ୍ୱ ଆସୋସିଏସନକୁ ନେଇକି ସେମାନେ ମନମୁଖୀ 20ଟା ଆସୋସିଏସନକୁ ନେଇକି କରିଛନ୍ତି। ବାଇକ୍ ଛୋଟ ବଡ ଆସୋସିଏସନ ବହୁତ ସାରା ଅଛି, କିନ୍ତୁ ସବୁଠୁ ବଡ ଆସୋସିଏସନ ଟି ଥିଲା ସ୍ମାର୍ଟ ସିଟି ଅନଲାଇନ ଅଟୋ ଗ୍ରୁପ ଆଣ୍ଡ ଟ୍ୟାକ୍ସି ଗ୍ରୁପ। ତ ତା ଦେହରେ ମଧ୍ୟ ବହୁତ ସଦସ୍ୟ ଆକୁ ବିରୋଧ କରିଥିଲେ, କେହି ମଧ୍ୟ ଯାଇନଥିଲେ। କିନ୍ତୁ ତା ଦେହରେ ଯୋଉମାନେ ଯାଇଛନ୍ତି ଦୀନବନ୍ଧୁ ନାୟକଙ୍କ ନେତୃତ୍ୱରେ, ସେମାନେ ତ ଆଜି ପନିଶମେଣ୍ଟ ପାଉଛନ୍ତି। କିନ୍ତୁ ଯୋଉମାନେ ଯାଇନଥିଲେ, ଷ୍ଟ୍ରାଇକକୁ ସମର୍ଥନ କରିନଥିଲେ, ସେ ଗାଡି ଚାଳକ ଭାଇ ମାନେ ମଧ୍ୟ ଡରରେ ସେମାନେ ମଧ୍ୟ ଗାଁ ଗହଳିକୁ ତାଙ୍କର ଚାଲିଗଲେଣି। ଯୋଉଥିପାଇଁ ବ୍ୟାପକ କ୍ଷତି ହଉଛି ସାଧାରଣ ଲୋକମାନଙ୍କର। ଯାଇନଥିବା ହଇରାଣ ହଉଛନ୍ତି ପ୍ୟାସେଞ୍ଜର ଭାଇ ମାନେ। ଆପଣଙ୍କୁ ଲାଗୁଛି ମାନେ ଦୀନବନ୍ଧୁ ହିଁ ଏହାର ମୁଖ୍ୟ? ନିଶ୍ଚିନ୍ତ ଦୀନବନ୍ଧୁ ନାୟକ ହଉଛନ୍ତି ମୁଖ୍ୟ କର୍ପୋରେଟର। ତାଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ହବା ଦରକାର, କାରଣ ସିଏ ଉସ୍କାଇକି ଏତିକି ଘଟଣା ଘଟେଇଛନ୍ତି ବୋଲି ପିଲାମାନଙ୍କର ସାଧାରଣରେ ମତ ଆସିଛି। ତ ମୁଁ ତାଙ୍କ ବ୍ୟକ୍ତିଗତ ମତ ଉପରେ ମୁଁ କଣ କହିପାରିବି? ମୁଁ ତାଙ୍କ ସହିତ 2 ମାସ ହେଲାଣି କଥାବାର୍ତ୍ତା ବନ୍ଦ କରିଥିଲି। ତାଙ୍କର ଏଇ ମନମାନି ଆଉ ଗୋଟେ ମୂର୍ଖତା ଲୋକ ସହିତ ଯୁକ୍ତି କରିବାର ଆବଶ୍ୟକତା ନଥିଲା। ମୁଁ ବାରମ୍ବାର ଯେହେତୁ ସିଏ ବି ଜଣେ ଅଟୋ ଚାଳକ, ସିଏ ଦୀନବନ୍ଧୁ ନାୟକ ଗ୍ରୁପରେ ଅଧ୍ୟକ୍ଷ ଅଛନ୍ତି, ଗ୍ରୁପର ଜୋନ ମଧ୍ୟ ଅଛି। ଏଥିରେ ବହୁତ ସଂଖ୍ୟାରେ ମେମ୍ବର ଭାଇ ମାନେ ଅଛନ୍ତି।
ତ ମୋର Intention କଣ ଥିଲା ଏମିତି ଘଟଣା ଘଟେଇବା? ଇଣ୍ଟେନସନ ଘଟଣା ବିଷୟରେ ମୁଁ ତ କହିପାରିବିନି, ପୋଲିସ ତଦନ୍ତ କଲେ ସେଟା ପୋଲିସ କହିବ। ତାଙ୍କର ଦାବି, ମୁଖ୍ୟ ଦାବି ଥିଲା ଓଲା ଓବେର ଯୋଉ ପ୍ରାଇଭେଟ ଅର୍ଗାନାଇଜେସନ ଗୁଡା ଅଛି ସେମାନେ ଯୋଉ ଭଳି ଭାବରେ ରେଟ୍ ପ୍ରାଇସ ରେ ଅଧିକ ସେମାନଙ୍କ କମିଶନ ରଖୁଛନ୍ତି, ଏମାନଙ୍କର ବେନିଫିଟ ଟା କମ ହଉଛି ପାରିଶ୍ରମିକ ହିସାବରେ, ଯୋଉ ହିସାବରେ ପାଇବା କଥା ଅର୍ଥଟା ରାଶି ପାଉନାହାନ୍ତି, ତାଙ୍କ ପରିବାର ପୋଷଣ କରିବା ପାଇଁ ବହୁତ କଷ୍ଟ ହଉଛି। ତ ଏଇଟା ଠିକ ମୁଦ୍ଦା ଥିଲା, ତ କିନ୍ତୁ ଭୁଲ ଜାଗାରେ ଡିମାଣ୍ଡ ଟା ଥିଲା। ଏଇ ଘଟଣାଟା ଆମେ କୋର୍ଟରେ ଆଶ୍ରୟ ନେଇଥାନ୍ତେ, ଆମେ କୋର୍ଟରେ ପିଆଇଲ ଫାଇଲ କରିଥାନ୍ତେ, କୋର୍ଟକୁ ଅନୁରୋଧ କରିଥାନ୍ତେ। ଏଇଟା ମଧ୍ୟ ଆମେ ସେତେବେଳେ କହିଲୁ। ଦିନ ଯେତେବେଳେ ଗିରଫ ହେଲେ ତାଙ୍କର ଆଟିଟ୍ୟୁଡ କିଛି ଅଲଗା କଥା, ଯଦି 2 ଦିନ ପରେ ଆରେଷ୍ଟ ହେଲେ ସେ ତାପରେ ଦୀନବନ୍ଧୁ ପ୍ରଶାନ୍ତ ନାୟକ- ମେଣ୍ଡୋଲିଙ୍କର ଯୋଉ ଶୁଣନ୍ତୁ, ମୁଁ ଅନ୍ୟ କୋଉ ସଂଗଠନ କାହା କଥା ମୁଁ କହିପାରିବି ନାହିଁ। ମୁଁ ସବୁବେଳେ ଶୃଙ୍ଖଳିତ ସଦସ୍ୟ ମାନଙ୍କୁ ନେଇ ଚାଲେ, ଏ ଯୋଉ ବିଶୃଙ୍ଖଳାକୁ ବିରୋଧ କରେ। ଏଥିରେ ଥିବା ସମସ୍ତ ସଦସ୍ୟ ବିଶୃଙ୍ଖଳିତ ନୁହଁ। ଯୋଉମାନଙ୍କର ଫୁଟେଜ ଆସିଛି ସେମାନଙ୍କ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଛି, ଠିକ ଅଛି। ଯୋଉମାନେ ଭୁଲ କରିଛନ୍ତି, ଆଇନକୁ ହାତକୁ ନେଇଛନ୍ତି, ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି, ଠିକ ଅଛି। କିଛି ବି ନିରୀହ ଲୋକ ଆ ଭିତରେ ମଧ୍ୟ ହଇରାଣ ହଉଛନ୍ତି, ଯାତ୍ରୀ ମାନେ ହଇରାଣ ହଉଛନ୍ତି। ଡିସିପି ସାର୍ ଡିକ୍ଲେୟାର କଲେ ଆପଣ ମାନେ ଗାଡି ଚଲାନ୍ତୁ, ସ୍ୱାଭାବିକ ଶାନ୍ତି ଶୃଙ୍ଖଳାରେ ଗାଡି ଚଲାନ୍ତୁ। ତଥାପି ମଧ୍ୟ ଭୟର ବାତାବରଣ ଅଛି। ତ ମୁଁ ବାଧ୍ୟ ହେଇକି ବିନମ୍ରତାର ସହିତ ଆପଣ ମାନଙ୍କ ମାଧ୍ୟମରେ ଅନୁରୋଧ କରିବି ଗାଡି ଚାଳକ ଭାଇ ମାନଙ୍କୁ, ଯୋଉ ସେବା ମନୋବୃତ୍ତି ନେଇକି ଲୋକମାନଙ୍କୁ ସେବା ଦଉଥିଲେ, ସାଧାରଣ ଜନତାଙ୍କ ସେବା ଦଉଥିଲେ, ଆପଣ ମାନେ ଆସନ୍ତୁ, ଗାଡି ଚଲାନ୍ତୁ ଏବଂ ଲୋକଙ୍କୁ ସହଯୋଗ କରନ୍ତୁ। ଗମନାଗମନ ପରିସ୍ଥିତିରେ ଭୁବନେଶ୍ୱର କଟକରେ ଯୋଉ ପରିସ୍ଥିତି ହେଇଛି ତାକୁ ମଧ୍ୟ ସୁଧାରରେ ଆସିବ। ମୋ ଅନୁରୋଧ ମଧ୍ୟ କରୁଛି ଡିସିପି ସାର୍ଙ୍କୁ, ଆଉ ମଧ୍ୟ ତାଙ୍କୁ କ୍ଷମା ଦିଅନ୍ତୁ ଏବଂ ଗିରଫଦାରୀକୁ ମଧ୍ୟ ବନ୍ଦ କରନ୍ତୁ।